ବୋଲି ମୋର ଆଶା। ମତେ ସମସ୍ତଙ୍କୁ ଲଢିବେ, ସମସ୍ତଙ୍କୁ ଅନୁରୋଧ କରିବେ, ଯୋଉମାନେ ପ୍ରାର୍ଥୀ ହେଇଛନ୍ତି ସେଟା ସ୍ୱାଭାବିକ କଥା। ଆପଣ ସାର୍ ଆପଣ କଣ ଭାବୁଛନ୍ତି କିଏ ଜିତିପାରେ ଏଥିରେ ଯଦି ଦେଖିବା? ଯୋଉମାନେ ସଂଖ୍ୟା ଦୃଷ୍ଟିରୁ ଯୋଉମାନଙ୍କର ଅଧିକା ଅଛି, ଆମର ଧରନ୍ତୁ ବିଜେପିର 2 ଜଣ ଗ୍ୟାରେଣ୍ଟେଡ୍ ଜିତିବେ, ବିଜେଡିର ଜଣେ ଜିତିବା ପରେ ଆମର ଯୋଉ ଯୋଉ ମିଳିତ ପ୍ରାର୍ଥୀ ଦିଆହେଇଛି, ବିଜେଡି କଂଗ୍ରେସ ଭୋଟ ଦେବେ, ଆମର ସଂଖ୍ୟା ଦୃଷ୍ଟିରୁ ସେ ନିଶ୍ଚିତ ଜିତିବେ। ସମସ୍ତ ବିଧାୟକ ଭୋଟ ଦେବେ ତ ସାର୍? କାହିଁକି ନ ବିଜେଡିର ଦେବେ, କଂଗ୍ରେସ କାହିଁକି ନ ଦେବେ, ନିଷ୍ପତ୍ତି ଅଛି। ଓପନ ବ୍ୟାଲଟ ଦେଖେଇକି ଦେବେ ନାହିଁ। କିଛି ଅସନ୍ତୋଷ ରହିଛି କୁହାଯାଉଛି। ଅସନ୍ତୋଷଟା କଣ, ଅସନ୍ତୋଷର ଅସନ୍ତୋଷ ଜାଗା ଏଇଠି ନୁହେଁ। ଯିଏ ଅସନ୍ତୋଷ ଥିବ ସେ କଣ କଥା ଅଲଗା, ସେ କଥାରେ କଣ କହୁଥିବ, କାମରେ କେହି କିଛି କରିପାରିବେ। ତା ସତ୍ୟ ମଧ୍ୟ ତ ଠିକ ଅଛି ନା। ଯୋଉମାନେ ଆପଣ ଯୋଉମାନଙ୍କୁ କହୁଛନ୍ତି ନିଲମ୍ବିତ ହେଇଛନ୍ତି, ସେ କୁଆଡେ ଏପଟ ସେପଟ ଭୋଟ କରିବେ, ତା ସତ୍ତ୍ୱେ ତ ବିଜେଡି କଂଗ୍ରେସର ଭୋଟ ଅଧିକା ଅଛି। ଆରେ ଭୋଟ ଯାହାର ଭୋଟ ସିଏ ଦବ, କିଏ କଣ କହିବାର ନାହିଁ, କାହା କଥାରେ ଭୋଟ ନଥାଏ। ଭୋଟ ଯାହାର ଯୋଉ ଭୋଟ ଅଧିକାରଟା ଯିଏ ସାବ୍ୟସ୍ତ କରୁଛି ସେ ଭୋଟ ଦବ, ସେ ଯୋଉଠି କହିବ। କିଛି ଆବସେଣ୍ଟ ରହିବେ କି ନା? ସେମିତି କିଛି ଇଏରେ କୁହାଯାଉଛି କି ଭୋଟ ନଦେଲେ ବି କିଛି ଆବସେଣ୍ଟ ରହିବେ, ଯୋଉମାନେ ଆସିବେ ନାହିଁ ମୁଁ ମତଦାନ ସେଟା ଦେବେ ନାହିଁ। କହିପାରିବିନି। କାହିଁ ଆବସେଣ୍ଟ ରହିବେ, କଣ ଆବସେଣ୍ଟ କାରଣ କିଛି ନାହିଁ। ଇଏ ଗୋଟେ 2 ବର୍ଷରେ ଥରେ ଲୋକ ଏମିତି ଗୋଟେ ଅଧିକାରଟା ଲୋକ ପାଉଛନ୍ତି, କାହିଁକି ଆବସେଣ୍ଟ ରହିବେ? ସେ ଜଣଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରୁଥିଲେ, ସେ ସନ୍ତୃପ୍ତ ମିଶ୍ର ପ୍ରାର୍ଥୀ ନୁହନ୍ତି, ତାଙ୍କୁ ଛାଡି ଆଉ ଯାହା କୁହନ୍ତୁ, ଏ କଥା ସେ କହୁଥିଲେ। ବିଜୁ ଜନତା ଦଳର ଆଉ ଗୋଟେ